ଥରେ ଗୋଟିଏ ବାଳକଟେ ତାର ନୀତିଦିନିଆ କର୍ମ ପାଇଁ ବହୁତ ଦୁଃଖିତ ଓ ଚିନ୍ତିତ ଥିଲା। ସେ ଯେଉଁ କାମ କରିବା ପାଇଁ ଚାହୁଁଥିଲା ସେହି କାମକୁ ସେ ଠିକ୍ ସମୟରେ କରିପାରୁନଥିଲା। ଯେମିତିକି ଦିନକୁ 3 ରୁ 4 ଘଣ୍ଟା ପାଠ ପଢିବା ପାଇଁ ସମୟ ସ୍ଥିର କଲେ ପାଠପଢା 1 ଘଣ୍ଟା ବି ଚାଲୁନଥିଲା। ସେ ନିଜ ମନକୁ କଣ୍ଟ୍ରୋଲ କରିପାରୁନଥିଲା। ରାତିରେ ଶୋଇଲା ବେଳେ କି କୌଣସି କାମରେ ବ୍ୟସ୍ତ ରହିଥିବା ସମୟରେ କାଲିଠୁ ଏତେ ସମୟ ପାଠ ପଢିବି ଏପରି ଚିନ୍ତାଧାରା ତାର ଆସୁଥିଲା। ମାତ୍ର ସେହି କାମ କରିବା ସମୟ ଆସିଲେ ସେହି କାମକୁ ସମ୍ପୂର୍ଣ୍ଣ କରିବା ପାଇଁ ତାର ମନ ଲାଗୁନଥିଲା। ଏପରି ଅକାବୁ ମନକୁ କାବୁ କରିବା ପାଇଁ ସେ ବାଳକଟି ଗୋଟିଏ ବିଖ୍ୟାତ ପ୍ରସିଦ୍ଧ ମହାତ୍ମା ପାଖକୁ ଗଲା। ମହାତ୍ମା ସେହି ବାଳକର ସମସ୍ତ କଥାକୁ ଶୁଣିବା ପରେ ବାଳକକୁ କହିଲେ, ତୁମେ ଯଦି ଏହି ସମସ୍ୟାକୁ ଦୂର କରିବାକୁ ଚାହୁଁଛ ତେବେ ତୁମକୁ ଗୋଟିଏ ଛୋଟ କାମକୁ ବିନା କୌଣସି ତ୍ରୁଟିରେ କରିବାକୁ ପଡିବ। ଏକଥା ଶୁଣି ସେ ବାଳକଟି ଉତ୍ତର ଦେଲା, ଆଜ୍ଞା, ମୁଁ ନିଶ୍ଚୟ ପାରିବି। ଆପଣ ଖାଲି କୁହନ୍ତୁ ସେ କାମଟି କଣ? ଏହାପରେ ମହାତ୍ମା କହିଲେ, ପାଖରେ ଥିବା ଜଙ୍ଗଲ ପାଖକୁ ଯାଅ। ସେ ଜଙ୍ଗଲରେ ଯେତେ ଗଛ ଅଛି ସମସ୍ତ ଗଛରୁ ଗୋଟିଏ ଗୋଟିଏ ପତ୍ର ନେଇକି ଆସ। ଏହାପରେ ସେ ବାଳକଟି ଜଙ୍ଗଲ ପାଖକୁ ଗଲା। ଆରମ୍ଭରେ ଥିବା ଗଛର ପତ୍ର ଗୁଡିକୁ ଗୋଟି ଗୋଟି କରି ତୋଳିଲା। କିଛି ସମୟ ପରେ ଦେଖିଲା ଜଙ୍ଗଲ ବହୁତ ବଡ। ତେଣୁ ସେ ବେଶୀ ବାଟ ନ ଯାଇ ପାଖରେ ଥିବା ଗଛ ଗୁଡିକର ପତ୍ର ଗୁଡିକୁ ଅଧିକ ତୋଳିଲା। ଘଣ୍ଟେରୁ 2 ଘଣ୍ଟା ଏମିତି ସେ ପତ୍ର ତୋଳି ଶେଷରେ ମହାତ୍ମା ପାଖକୁ ଗଲା। ମହାତ୍ମାଙ୍କ ପାଖକୁ ଯାଇ ସେ ବାଳକଟି କହିଲା, ନିଅନ୍ତୁ ଆଜ୍ଞା, ଜଙ୍ଗଲରେ ଥିବା ସମସ୍ତ ଗଛର ଗୋଟିଏ ଗୋଟିଏ ପତ୍ର। ଏହା ଦେଖି ମହାତ୍ମା ହସିକରି କହିଲେ, ଜୀବନରେ ନିଜକୁ ଚତୁର ଭାବିବା କୌଣସି ମତେ ଭୁଲ ନୁହେଁ, ପରନ୍ତୁ ନିଜକୁ ଚତୁର ମନେ କରି ଅନ୍ୟକୁ ମୂର୍ଖ ଭାବିବା ଏହା ଭୁଲ ଅଟେ। ଏକଥା ଶୁଣି ସେ ବାଳକଟି କହିଲା, ହେ ମହାତ୍ମା, ମତେ କ୍ଷମା କରିଦିଅନ୍ତୁ। ମୁଁ ଜଙ୍ଗଲର ସମସ୍ତ ଗଛର ପତ୍ର ଆଣିନାହିଁ। ମତେ ସେହି ସମୟରେ ସମସ୍ତ ଗଛରୁ ପତ୍ର ଆଣିବା ଏତେ ଜରୁରୀ ମନେ ହେଲା ନାହିଁ। ମୋ ବୁଦ୍ଧି ପାଇଁ ମତେ କ୍ଷମା କରିଦିଅନ୍ତୁ। ମହାତ୍ମା ଏହା ଶୁଣି କହିଲେ, ହେ ବାଳକ, ଏହି ଭୁଲ ପାଇଁ ତମ ବୁଦ୍ଧି ଦାୟୀ ନୁହେଁ। ଏହି ଭୁଲ ପାଇଁ ଦାୟୀ ହେଉଛି ତମ ମନ। ତମ ମନ ହିଁ ତୁମକୁ ଏତେ ବଡ କାମ କରିବା ପାଇଁ ଆଳସ୍ୟ ସୃଷ୍ଟି କରୁଛି। ତୁମକୁ ତମ ସମସ୍ୟାର ସମାଧାନ ପାଇଁ କେବଳ ତମ ମନକୁ କାବୁ କରିବାକୁ ପଡିବ। ଏହା ଶୁଣି ସେ ବାଳକଟି ମନକୁ କିପରି କାବୁ କରାଯିବ ମହାତ୍ମାଙ୍କୁ ପଚାରିଲା। ମହାତ୍ମା କହିଲେ, ଆମର ମନ ବହୁତ ବଡ କଳାକାରଟିଏ। ଏହି ମନ ଆମକୁ ମୂର୍ଖ ବନେଇବାରେ ସମୟ ନଷ୍ଟ କରିନଥାଏ। ଯଦି ତୁମେ ଧ୍ୟାନ କରିବାକୁ ଚାହିଁବ ତେବେ ମନ ତୁମକୁ କେବେ ବି ଧ୍ୟାନ ନ କରିବାକୁ କହିବ ନାହିଁ। ବରଂ ସେ ତୁମକୁ କହିବ ଧ୍ୟାନ କେବଳ ଭୋର ସକାଳୁ କରିବା ଉଚିତ କିମ୍ବା ଏକାନ୍ତରେ କରିବା ଉଚିତ। ଏହାପରେ ତୁମେ କେବେ ବି ଭୋର ସକାଳୁ ଉଠି ପାରିବ ନାହିଁ କି ଧ୍ୟାନ କରିବାକୁ ଇଚ୍ଛା କରିବ ନାହିଁ। ତୁମେ ଯଦି ପାଠ ପଢିବାକୁ ଭାବିବ ତେବେ ମନ ତୁମକୁ କେବେ ବି ପାଠ ପଢିବାରେ ମନା କରିବ ନାହିଁ। ବରଂ ସେ କହିବ ଏବେ ନ ପଢିକି ରାତିରେ ପଢିବାକୁ। ଏହାପରେ ନା ତୁମକୁ ବର୍ତ୍ତମାନ ସମୟରେ ପଢିବାକୁ ଇଚ୍ଛା ହବ ନା ରାତିରେ। ଏହା ସହିତ ଯଦି ତୁମେ ଅର୍ଥ ଉପାର୍ଜନ କରିବାକୁ ଚାହିଁବ ତେବେ ସେ କେବେ ବି ଅର୍ଥ ଉପାର୍ଜନ ପାଇଁ ମନା କରିବ ନାହିଁ। ବରଂ ସେ ତୁମକୁ ସଂକେତ ଦେବ ଅର୍ଥ ଉପାର୍ଜନ ଦୁନିଆରେ ସବୁ କିଛି ନୁହେଁ। ଏ ମନ କେବେ ବି ତମର ଚିନ୍ତାଧାରାକୁ ବିରୋଧ କରିନଥାଏ, ବରଂ ସେ ସେହି ଚିନ୍ତାଧାରାକୁ ଭବିଷ୍ୟତ ସମୟ ପାଇଁ ଠେଲି ଦେଇଥାଏ। ଆଶ୍ଚର୍ଯ୍ୟର କଥା ଏହା କି ଯେ ସେ ଜାଣିକି ବି ଏ କାମଟି ମୋ ଶରୀର ପାଇଁ ଭଲ, ଏହା ସତ୍ତ୍ୱେ ବି ସେ ତାର ନିଜ ଶରୀରକୁ ମୂର୍ଖ ବନାଇଥାଏ ଏବଂ ଶରୀର ମୂର୍ଖ ବନିଥାଏ। ଏହାପରେ ସେହି ବାଳକଟି ଏହାର ସମାଧାନ ପାଇଁ ମହାତ୍ମାଙ୍କୁ ପଚାରିଲା। ମହାତ୍ମା ସେ ବାଳକକୁ କହିଲେ, ଏ ମନ ତମ ସହ ଯାହା ବ୍ୟବହାର କରୁଅଛି ତମେ ମଧ୍ୟ ତାହା ସହ ଏହିପରି ବ୍ୟବହାର କର। ଅର୍ଥାତ୍ ମନ ତୁମକୁ ଯଦି ମୂର୍ଖ ବନାଉଛି ତମେ ମଧ୍ୟ ତାକୁ ମୂର୍ଖ ବନାଅ। ଯେତେବେଳେ ତମ ମନ ତୁମକୁ କହିବ କିଛି ସମୟ ଶୋଇବା ପାଇଁ, ତାପରେ କାମ ପୁରା କରିବି, ତେବେ ତୁମେ କୁହ କିଛି ସମୟ କଣ ପାଇଁ ଶୋଇବି? ଯଦି ଶୋଇବି ଫୁଲ ଶୋଇବି, ହେଲେ ତା ଆଗରୁ ସେ କାମକୁ ପୁରା କରିକି ଶୋଇବି। ତୁମ ମନ ତୁମକୁ କହିବ ଟିକେ ସମୟ କମେଡି ଭିଡିଓ ଦେଖିଦିଏ ତାପରେ ଯାଇକି ପଢିବି, ତେବେ ତମେ ତାକୁ କୁହ ଟିକେ ସମୟ କମେଡି ଭିଡିଓ କଣ ପାଇଁ ଦେଖିବି? ଯଦି ଦେଖିବି ଭଲ କି ଗୋଟିଏ କମେଡି ଫିଲ୍ମଟେ ଦେଖିବି, କିନ୍ତୁ ତା ପୂର୍ବରୁ ଗୋଟିଏ ବିଷୟ ପଢିକି ଖତମ କରିବି। ଏହା ଶୁଣି ସେ ବାଳକ ମହାତ୍ମାଙ୍କୁ ପଚାରିଲା, ମୁଁ କେତେ ସମୟ ପର୍ଯ୍ୟନ୍ତ ମନକୁ ମୂର୍ଖ ବନେଇବି? ମହାତ୍ମା କହିଲେ, ଯେତେବେଳେ ପର୍ଯ୍ୟନ୍ତ ତମେ ତମ ଆଳସ୍ୟରୁ ମୁକ୍ତି ପାଇନାହଁ ସେତେବେଳେ ପର୍ଯ୍ୟନ୍ତ ତମେ ତମ ମନକୁ ମୂର୍ଖ ବନାଇବାକୁ ପଡିବ। ଏହାପରେ ସେ ବାଳକ ମହାତ୍ମାଙ୍କୁ ପଚାରିଲେ, ହେ ମହାତ୍ମା, ମୁଁ ମୋ ଜୀବନରେ ସଫଳତା ଆଣିବା ପାଇଁ କଣ ଆରମ୍ଭ କରିବି? ମହାତ୍ମା କହିଲେ, ଗୋଟିଏ ବଡ ଲକ୍ଷ୍ୟ ନିର୍ଦ୍ଧାରିତ କର। ତୁମ ଲକ୍ଷ୍ୟ କେବଳ କହିବା ପାଇଁ ବଡ ହୋଇନଥିବା ଦରକାର, ବରଂ ଏମିତି ହେବା ଦରକାର ଯେମିତି ସେହି ଲକ୍ଷ୍ୟ ସହ ତୁମର ଭାବନା ଯୋଡି ହୋଇଥିବ। ତୁମ ଲକ୍ଷ୍ୟ ଏମିତି ହେବା ଦରକାର ଯାହା ବିଷୟରେ ଭାବିକି ତୁମ ଆଖିରେ ଲୁହ ଆସି ଯାଉଥିବ। ତେବେ ତୁମକୁ କିଛି କରିବା ପାଇଁ ପଡିବ ନାହିଁ।
ସେ ଲକ୍ଷ୍ୟ ତୁମକୁ ସବୁ କିଛି କରାଇଦେବ। ଯଦି ତମ ଲକ୍ଷ୍ୟ ତମ ଭାବନା ସହ ଯୋଡ଼ି ହୋଇ ନାହିଁ, ତେବେ ଏକ ବଡ଼ ଲକ୍ଷ୍ୟ ଖୋଜିବାକୁ ତମ ଲକ୍ଷ୍ୟ ବନେଇ ଦିଅ। ଯେମିତି ପ୍ରକାରରେ ଭଗବାନ ଗୌତମ ବୁଦ୍ଧ ତାଙ୍କର ଲକ୍ଷ୍ୟ ନିର୍ଦ୍ଧାରଣ କରିଥିଲେ। ଯେତେବେଳ ପର୍ଯ୍ୟନ୍ତ ତୁମକୁ ଏହା ଜଣାପଡ଼ି ନାହିଁ ତୁମ ଲକ୍ଷ୍ୟ କ'ଣ, ସେତେବେଳ ପର୍ଯ୍ୟନ୍ତ ତୁମେ ତୁମ ମନକୁ ମୂର୍ଖ ବନାଅ। କେହି ବି ଲୋକ ମଦୁଆ ହେବାକୁ ଚାହାନ୍ତି ନାହିଁ, ମାତ୍ର ତାର ମନ ତାକୁ ମୂର୍ଖ ବନେଇ ବନେଇ ତାକୁ ମଦୁଆ କରିଦିଏ। କେହି ବି ଲୋକ ନିଜ ସମୟକୁ ନଷ୍ଟ କରିବାକୁ ଚାହାନ୍ତି ନାହିଁ, ମାତ୍ର ତାର ମନ ତାକୁ ମୂର୍ଖ ବନେଇ ବନେଇ ତାର ସମୟକୁ ନଷ୍ଟ କରିଥାଏ। ଏହିପରି କେହି ବି ବ୍ୟକ୍ତି ଚୋର ହେବାକୁ ପସନ୍ଦ କରନ୍ତି ନାହିଁ, ମାତ୍ର ତାର ମନ ତାକୁ ମୂର୍ଖ ବନେଇ ବଡ଼ ଚୋରରେ ପରିଣତ କରିଦେଇଥାଏ। ଗୋଟିଏ କଥାକୁ ତୁମେ ସର୍ବଦା ମନେ ରଖିବ, ଯେତେ ପର୍ଯ୍ୟନ୍ତ ତୁମେ ତୁମ ବୁଦ୍ଧିରୁ ଉପରକୁ ଉଠି ବୁଦ୍ଧ ନ ହୋଇଛ, ସେତେ ପର୍ଯ୍ୟନ୍ତ ତୁମେ ତୁମ ମନକୁ ମୂର୍ଖ ବନେଇବାକୁ ପଡ଼ିବ, ଅନ୍ୟଥା ସେ ତୁମକୁ ମୂର୍ଖ ବନେଇବ। ଏହାପରେ ସେ ବାଳକଟି ମହାତ୍ମାଙ୍କୁ କୁହେ, ଇଏ ତ ସହଜ ଅଟେ, ମନକୁ ମୂର୍ଖ ବନେଇ ହେବ। ଏହା ଶୁଣି ମହାତ୍ମା ହସିକି କହିଲେ, ଏହା ସହଜ ବି ତମ ମନକୁ ଲାଗୁଛି। ଏହି ମନ କେବେ କେତେବେଳେ କେମିତି ଚାଲ ଚଲେଇବ, ସେଥିପାଇଁ ତୁମକୁ ସର୍ବଦା ଜାଗୃତ ରହିବାକୁ ପଡ଼ିବ। ଏହାପରେ ସେ ବାଳକଟି କହିଲା, ମହାତ୍ମା, ତେବେ ମୁଁ ଏବେଠୁ ମୋର ଲକ୍ଷ୍ୟ ଖୋଜିବାରେ ଧ୍ୟାନ ଦେବା ଉଚିତ। ଏହା ଶୁଣି ମହାତ୍ମା କହିଲେ, ହଁ, ଠିକ କଥା କହିଛ। ଏବେଠାରୁ ତୁମକୁ ତୁମ ଲକ୍ଷ୍ୟ ଖୋଜିବା ଆରମ୍ଭ କରିଦେବା ଉଚିତ। ଠିକ ସମୟ ଅନେବା ଏଇ ମନର ଗୋଟିଏ ଭ୍ରମ, ତେଣୁ ଆମକୁ ଠିକ ସମୟକୁ ନ ନେଇ ଏବେଠାରୁ ଆମ କାମକୁ ଆଗକୁ ନେବା ଉଚିତ।